आलोक टीवी। कंधमाल जिला तुमुड़ीबंध ब्लॉक अंतर्गत करकुडुपा पंचायतर बल्कि ग्रामवासी प्राय 2 मास ହେଲା विद्युत सेवारू वंचित होई अंधारे रहुथिबा जणा पड़िछि। ट्रांसफॉर्मर खराब हेबा परे ए पर्यंत नूतन ट्रांसफॉर्मर स्थापन होई नथिबारु ग्रामवासींक मध्यरे असंतोष देखा देइछि। एहार प्रतिवाद रे सोमवार सकाळे ग्रामवासी तुमुड़ीबंध ब्लॉक आंबेडकर छकस्थित विद्युत कार्यालय घेराउ रखिथिले। सूचना अनुसार बल्कि ग्राम रे प्राय 30 आदिवासी परिवार बसवास करती। प्राय 2 मास तले गाँवर ट्रांसफॉर्म अचल हो जाइथिला। ସେହି ଦିନଠାରୁ ବିଦ୍ୟୁତ ସେବା ବନ୍ଦ ରହିଥିବାରୁ ଗ୍ରାମବାସୀ ଅନ୍ଧାରରେ ରହୁଛନ୍ତି। ଏବେ କାଠଚୁଲି ନିଆଁର ହିଁ ରାତିରେ ସେମାନଙ୍କ ପାଇଁ ଆଲୋକର ଏକମାତ୍ର ଭରସା ପାଲଟିଛି। ବିଦ୍ୟୁତ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ରାତିରେ ଖାଇସାରି ଶୋଇଯିବାକୁ ପଡ଼ୁଛି। ବର୍ଷା ଦିନର ଅନ୍ଧାର ରାତିରେ ବିଷଧର ସାପ ଓ ବିଛାର ଭୟ ମଧ୍ୟ ରହୁଛି। ଏହାସହ ମୋବାଇଲ ଚାର୍ଜ କରି ନପାରିବାରୁ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଗାଁରେ କେହି ଅସୁସ୍ଥ ହେଲେ 108 ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାରେ ସମସ୍ୟା ହେଉଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ଟ୍ରାନ୍ସଫର୍ମର ଖରାପ ହେବା ପରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲା। ଏହାସହ ବାରମ୍ବାର ବିଦ୍ୟୁତ କାର୍ଯ୍ୟାଳୟକୁ ଯାଇ ମୌଖିକ ଭାବେ ମଧ୍ୟ ସମସ୍ୟା ଜଣାଇଥିଲେ। ତଥାପି ସମସ୍ୟାର ସମାଧାନ ନ ହେବାରୁ ବାଧ୍ୟ ହୋଇ ସୋମବାର ଗ୍ରାମବାସୀ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏ ସମ୍ପର୍କରେ ତୁମୁଡ଼ିବନ୍ଧ ବିଦ୍ୟୁତ ବିଭାଗର ଯନ୍ତ୍ରୀ ପ୍ରଭୁଦତ୍ତ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ବର୍ଷା ଯୋଗୁଁ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇ ପାରୁନାହିଁ। ପାଗ ଶୁଖିଲା ହେଲେ ଶୀଘ୍ର ଟ୍ରାନ୍ସଫର୍ମର ସ୍ଥାପନ କରାଯାଇ ଗାଁରେ ବିଦ୍ୟୁତ ସେବା ସ୍ୱାଭାବିକ କରାଯିବ ବୋଲି ପ୍ରଭୁଦତ୍ତ ସାହୁ ସୂଚନା ଦେଇଛନ୍ତି। କନ୍ଧମାଳ ଜିଲ୍ଲାରୁ ତୁମୁଡ଼ିବନ୍ଧ ବ୍ଲକ ପ୍ରତିନିଧି ରଞ୍ଜନ ବଡ଼ସେଠଙ୍କ ରିପୋର୍ଟ, ଆଲୋକ ଟିଭି।